জানি তারে সাঙ্গ চিনি তারে বড় নাজুকুরি গছ সাঙ্গ জানি তারে সাঙ্গ চিনি তারে বড় নাজুকুরি গছ সাঙ্গ জানি तोफान बाबू कहले कूल कुटुंब को नाच न कहले कूल भासी जाउछि जेते कहले भागवत मोर मोर नहिला कोन दोष नहिला मोर छोट ये केबे हेले दोष हबनी ना हेइनी नहीं से बाबूला से बारबुला ता पैंट खोला ता शर्ट ढीला ता गोटिए कथा कहले से आउ गोटिए कथा गुरे मारी बसिबो तत्वटी रही कौन तेज कहल कौन हाँ मु पचारि थी माँ शब्दटी बलराम गरुड़ पछरे देख दिशुची कला से मुख पचारि थी गरुड़र माँ ना कौन पचारि नी हाँ कौन कहल चंचल खाई पिकी आस आज विनता हाँ से कई भौनी दी भौनी हाँ कहीपर एवं विनता कहीदेल से कुआड़े गला ता ना जदि है विनता से कहीं गरुड़ पछरे भक्त माने दर्शन करती कहीं करती से मातृ गर्भरे सिद्ध लाभ कर मातृ गर्भरे माँ को दर्शन करी माँ को पूजा करी सबू किसी पछपटे अच्छी नहीं तेणु से सकाशे ता माँ सबू दे से आउ क्या पूजा करने दरकार नहीं से गरुड़ पछरे देख दिशुची कलासी मुख ता माँ विनता सबू मातृ गर्भरे लिखी जाइए आपनकर अच्युतानंद लिखिले कौन लगे कहले सुन रे अच्युत ये निगुण तत्व बुझाई कहिबी केते बाबू बुझाई प्रकृति पुरुष जड़ चैतन्य आगरु कहिछि तते आपण माने ठाकुर पूजिबे नहीं पूजिबे काहाकू आपणकर बाप आपणकर माँ आपणकर सासू आपणकर ससुर गोटिए पद लिखिले भीम भाई अखाद्य पारिले खाई साधु संग कले पूर्व पाठ कहरे अकल्पना ब्रह्मे ध्यान लय कर रात दिन बदलिले पिंडु नुआ नवीन धरे आपण जदि अखाद्य खाई पारिबे साधु संगरे जदि मिसी पारिबे आपण वैकुंठपुर धाम करिवे संत कवि भीम भाई कहतंती कहिनांती काहे के कथा कहिले
মন শিক্ষা তত্ত্বরে জ্ঞান কহিলে তাহলে অখাদ্য এইটি বাবুলি বাবু মাইকি তো লাগিয়েছে বাটাই হুঁ তম কথা ଆଉ ତମ ଭଳିଆ ନାଇଁ ମାନେ ଆପଣ ମାନେ ଭୀମ ବୈଷ୍ଣବ କଥା କହିଲେ ମନ ଶିକ୍ଷାରେ କହିଲେ ମନ ଶିକ୍ଷାରେ ଆପଣ ମାନଙ୍କୁ କଣ ଯେ ଶିକ୍ଷା ଦଉଥିଲା ଭାଉଜ ଏମିତି ଭାଇ ଏମିତି ଏଇ ତତ୍ତ୍ୱ ଆପଣ ମାନେ ଶିଖିଲେ ନାଇଁ ଶିଖନ୍ତୁ କଣ ମନ ଶିକ୍ଷା କଣ ମନ ଶିକ୍ଷା ଅଖାଦ୍ୟ ଖାଓରେ ମନ ନାଇଁ ଅଖାଦ୍ୟ ଆପଣ ମାନେ ଖାଇବେ ମା ମାନେ ଆପଣ ଅଖାଦ୍ୟ ଖାଇବେ ଅଖାଦ୍ୟ କିଏ କିଏ ଅଖାଦ୍ୟ ଲେଖିଲେ କବି ଲେଖିଲେ ସେ ଟୋଟାଲ ଜାଣିନି ସେ ବିଷୟରେ ସେ ଖାଲି ପଇସା ଲୋଭରେ ଆପଣ ମାନଙ୍କୁ ଖାଲି ଇଏ ପକେଇ ଦେଇ ଅବାଟରେ ଦେଇ ପଇସା ନେଇ ଚାଲିଯିବାକୁ ମୁଁ ତାକୁ ଛାଡ଼ିବି ନାହିଁ ଆଜି ମୋ ହାବୁଡା ପଡ଼ିଛି ମୁଁ ତାକୁ ଛାଡ଼ିବି ନାହିଁ ନାଇଁ କଣ କହିଲେ ମନ ଶିକ୍ଷା କଣ କହିଲା ଅଖାଦ୍ୟ ଖାଓରେ ମନ ପିଅ ଗୋମା ସୋ ପାଣି রান্ডি পুଅ সঙ্গে ভাবো রান্ডি পুଅ সঙ্গে ভাবো ফেটি বুবে নু পানি কি ମାନେ ଜାଣିଥିବେ ପାଣି ବାବୁ ଆସୁଥିଲେ ଏମିତି ବାଟ ଦେଖେଇଲେ ବାବୁଲି ବାବୁ ଆସିଲେ ଏମିତି ବାଟ ଦେଖେଇଲେ ବାଟଟା କୋଉ ଗୋଟିକ ଠିକ ଆଉ କୋଉ ଗୋଟିକ ଭୁଲ ଆପଣ ମାନେ ବିଚାର କରନ୍ତୁ ଅଖାଦ୍ୟ ହେଉଛି ଆପଣ ପୁଅ ବିବାହର କଲେ ମା କରିଛନ୍ତି ତ ପୁଅ ବିବାହ କରିଛନ୍ତି ଝିଅ ବିବାହ କରିଛନ୍ତି ଆପଣଙ୍କର ଶାଶୁ ଶ୍ୱଶୁର ଅଛନ୍ତି ଅଛନ୍ତି ତ ଯେତେବେଳେ ବୋହୂଟି ଆସି ଘରେ ପହଞ୍ଚେ ଏ ବାବୁଲି ବାବୁ ଶୁଣୁଥାଅ ତମେ ତ ବାର ବୁଲା ତମେ କଣ ସେ କଥାରେ ବସିପାରିବ ବୋହୂଟିଏ ଯେତେବେଳେ ଆସିକିରି ପହଞ୍ଚନ୍ତି ସେତେବେଳେ ବୋହୂକୁ ଶାଶୁ ଶ୍ୱଶୁର ବସିଥିବେ ପାଣି ନେଇକିରି ଯିବେ ଗାଧୁଆ ପାଧୁଆ କରିକିରି ସୁନ୍ଦର ସ୍ନାନ କରି ପାଣି ବୋହୂ ନେଇକିରି ଯିବ ଶାଶୁ ଶ୍ୱଶୁର ବସିଥିବେ ନାଇଁ ଆରେ କହୁନ ଶାଶୁ ଶ୍ୱଶୁର ବସିଥିବେ ବୋହୂ ପାଣି ନେଇକିରି ଗୋଟେ ତାଟିଆରେ ଯିବ ଶାଶୁ ଶ୍ୱଶୁରଙ୍କର ବୁଢା ଆଙ୍ଗୁଠିକି ବୁଡେଇକିରି ସେ ପାଣିକି ପିଇବେ ତାହେଲେ ସେ ବୋହୂ ବୈକୁଣ୍ଠପୁର ଯିବ ନା ବାବୁଲି ବାବୁ ଯୋଉ କଥାଟା କହିଲେ ସେ ବୈକୁଣ୍ଠପୁର ଯିବ ତା କଥାଟା ପାଗଳିଆଟା ତା ପାଗଳାଟା ତା କଥା କିଛି ଶୁଣିବେନି କାହିଁକି ସେ ତ ରାତି ସାରା ଦିନ ସାରା ଇଆଡେ ବୁଲିଲା ଘର ଦାୟିତ୍ୱ ନେଲା ନାହିଁ ସେ ବାପ ମା କଥା କଣ କହିବ ଭାଇ କଥା କଣ କହିବ ସଂସାର କଥା କଣ କହିବ ନାଇଁ ଯୋଉ ବୋହୂକୁ ଶିକ୍ଷା ଦିଆଯାଏ ପାଣି ସେଠି ଶାଶୁ ଶ୍ୱଶୁର ବସିଛନ୍ତି ତାଟିଆରେ ପାଣି ନେଇ ବୁଢା ଆଙ୍ଗୁଠିକି ବୁଡେଇକିରି ପିଅ ସିଏ ଯିବ ବୈକୁଣ୍ଠପୁର ଆପଣ ମାନେ ଏଇଆ କରିବେ ନାଇଁ ମୋ ମା ଜାଣିଛି ଠିକ ପାଣି ପୁରା କାଢିବ ଖାଇବାକୁ ଯାଇଛୁ ଖାଇବାକୁ ଯାଇଛୁ ହଉ ଠିକ ଅଛି ତେଣୁ ସେଇଥି ସକାଶେ କହିଲେ ଆପଣ ମାନେ ଏଇଆ କରିବେ ବୈକୁଣ୍ଠପୁରକୁ ଯିବେ ସ୍ୱାମୀକୁ ମୁଣ୍ଡିଆ ମାରିବେ ବୈକୁଣ୍ଠପୁର ଯିବେ ନାଇଁ କୋଉ ସ୍ୱାମୀ ଆଙ୍କରି ଭଳିଆ ସ୍ୱାମୀ ଏଇ ବାବୁଲି ଭଳିଆ ସ୍ୱାମୀ ସିଏ ସେ ଯାହାକୁ ବିବାହ ହେଇଛନ୍ତି ସେଟା ସୁନ୍ଦର ପିଲା ସାନ ବୋହୂ ହବ ସେ ସୁନ୍ଦର ପିଲା କାହିଁକି ଏଇଟା ଅଯୋଗ୍ୟଟା ଏଇଟା ଯୋଗ୍ୟ ନୁହଁ କାହିଁକି ସେଇ ଟଙ୍କା ମହାପୁରୁଷ ସନ୍ତ କବି କଣ କହିଲେ ନାଇଁ କଣ କହିଲେ ସନ୍ତ କବି ଅଖାଦ୍ୟ ପାରିଲେ ଖାଇ ସାଧୁ ସଙ୍ଗ କଲେ ପୂର୍ବ ପାତକ ହରେ ନାଇଁ ଆପଣଙ୍କର ଯୋଉ ସାଧୁ ସଙ୍ଗ ଭିତରେ ବସିଲେ ଆପଣଙ୍କର ପାତକ ମାନେ ସବୁ କିଛି କ୍ଷୟ ହେଇଯାଏ ये मनीष जो मातृगर्भरू आसला तार क्रियाकर्म किसी करने दरकार ना से सत कवि कहले क्रियाकर्म लड़ा गई साधु संग कले पाई इच्छा निष्काम धर्म भजन एक अक्षर
ହାତ କ'ଣ ଦେଖୁଛ ଏମିତି? ହଁ ତେମେ କାହିଁ କହିବ ମତେ? ତେମେ କାହିଁ କହିବ? ମୁଁ ବାଟ ରଖୁଛି କହିବାକୁ ପଇସା ଦିଅନ୍ତୁ କହିବା ହଁ? ତେଣୁ ସେଇଠି ମହାପୁରୁଷ ଏ ବାବୁଲି ଭଳିଆ ନୁହେଁ ଯେ ମତେ ପ୍ରଶ୍ନ ପଚାରେ କହିବେ। ଭୀମ ଭୋଇଙ୍କର ତତ୍ଵ ମହାପୁରୁଷ ମାନେ ଲେଖିଛନ୍ତି, ବାପା ମାନେ କାଠ ପାଲଟି ଯାଇଛନ୍ତି ତତ୍ଵ ନାଇଁ। ସନ୍ତ କବି କାହିଁକି କଥା ଲେଖିଲେ? ଖାଦ୍ୟ ଖାବରେ ମନ ପିଅ ଗୋ ମାଂସ ପାଣିକି, ରାଣ୍ଡି ପୁଅ ସଙ୍ଗେ ଭେଟିବୁ ବେଡୁ ପାଣି। ମା କୁନ୍ତୀର କେତେ ପୁଅ? କୁନ୍ତୀର 5 ପୁଅ। ତାଙ୍କ ଉର୍ଷରୁ ଜନ୍ମ ହେଇଛନ୍ତି। ଆପଣ ମାନେ ମହାଭାରତ ଦେଖୁଛନ୍ତି, ମୁଁ କାହିଁ କହିବି? ଆପଣ କୁହନ୍ତୁ, ଆପଣ ତାକୁ ଶିକ୍ଷା ଦିଅନ୍ତୁ, ବାବୁଲି କି ଶିକ୍ଷା ଦିଅନ୍ତୁ ଆଜି। କାହିଁକି? କୁନ୍ତୀର ହଉଛି 5 ପୁଅ। କାହାର ଇନ୍ଦ୍ରର ପୁଅ, କାହାର ହଉଛି ଶିବଙ୍କର ପୁଅ, କାହାର ହଉଛି ସୂର୍ଯ୍ୟର ପୁଅ ନାଇଁ। ସେ ରାଣ୍ଡି ପୁଅ ଏଇ ବାବୁଲା ଯେମିତି କହୁଛନ୍ତି, ମୁଁ ଶିକ୍ଷା ଦଉଛନ୍ତି। କୁନ୍ତୀର 5 ପୁଅ କୁନ୍ତୀ ଔଷଧ ଜନ୍ମ ହେଇଛନ୍ତି। କାହିଁକି ଜନ୍ମ ହେଲେ ନାହିଁ? ତେଣୁ କଲେ ବୋଲି କୁସୁନ ରୂପରେ ଦ୍ୱାପର ଯୁଗରେ ଭୋଗିଲେ। ଇଏ କଳି ଯୁଗରେ ଦାରୁ ବ୍ରହ୍ମ ହେଇକିରି ଭୋଗୁଛନ୍ତି ଜଗନ୍ନାଥ। ହଉନାହାନ୍ତି? ଦାରୁ ବ୍ରହ୍ମ ହେଇକିରି ଭୋଗୁଛନ୍ତି। ଯେତୟା ଯୁଗରେ ବାଳିକି ସୁଗ୍ରୀବ ସହିତ ମିତ ହେଇ ଯେତେ ବାଳିକି ମାରିଲେ, ସପ୍ତଶାଳାରେ ଛେଦନ କରି ଯାଇକିରି ଯେ ମଧୁର କାଠଟାକୁ ବର୍ତ୍ତମାନ ନିମ୍ବ କାଠରେ ରହିଲେ ନାଇଁ ବାବା। କେତୟା ଯୁଗରେ କେତେ କର୍ମ କରିଛନ୍ତି ଦେଖନ୍ତୁ ରାମ। ଭୋଗିଲେ ଜଗନ୍ନାଥ ରୂପ ଧରି। ଦ୍ୱାପର ଯୁଗରେ ଭୀମ ଅର୍ଜୁନ ନକୁଳ ସହଦେବ ପାଣ୍ଡବ 5 ଭାଇ ଦୁର୍ଯ୍ୟୋଧନ ଜାଣ୍ଡୁ ଭଗ୍ନ କଲା ବେଳେ ସେଇଠି ଆଖି ମାରିଦେଲେ। ଆଖି କହିଲେ ଏ ଭୀମ ଜାନୁକୁ ବାଡ଼ା। କାହା ଜାନୁକୁ? ଆରେ ବାବୁଲା ଜାନୁକୁ କାହିଁ ମୁଁ ବାଡ଼େଇବି? ତମେ ଗୋଟେ କଥାଟା ବୁଝୁନ, ବାବୁଲା ବାବୁ କାହିଁକି ମୁଁ ବାଡ଼େଇବି? ଇଏ ଭୀମ ଅର୍ଜୁନ କଥା ପଢିଛି, ସେ କହୁଛି ବାବୁଲା ଜାନୁକୁ ବାଡ଼ା। ପାଣି କଣ ବାବୁଲା ଜାନୁକୁ ଆଇଛି ବାଡ଼ିବାକୁ? ତେଣୁ ସେଇଠି କହିଲେ ଜାନୁ। ଭୀମ ଭୋଇ ଗୋଟିଏ ପଦ ଲେଖିଲେ, ଉରୁମ ଧୁରୁମ ଜ୍ୟୋତି ଜଳା କେହି ନଥିଲେ, ଅରୂପାନନ୍ଦଙ୍କର ସ୍ୱାମୀ ଆଜ୍ଞାରେ ହେଲେ। ଯୋଉ ବ୍ରହ୍ମା ଆସିକିରି ପହଞ୍ଚିଲେ, ସେ ଅରୂପାନନ୍ଦଙ୍କର ସ୍ୱାମୀ ଆଜ୍ଞାରେ ହେଲେ। ସେଇଠି କୁସୁନ ଦ୍ୱାପର ଯୁଗରେ ଆଖି ମାରିଦେଲେ। ଏ ଭୀମ ସେ ଜାନୁକୁ ବାଡ଼ା। ଦୁର୍ଯ୍ୟୋଧନ ଜାନୁକୁ ବାଡ଼େଇଲେ ଦୁର୍ଯ୍ୟୋଧନ ମରିବ। ସେ କଥା କଣ ସେ ଜାଣିଥିଲା? କୁସୁନ ସେଇ ପଲକ ପଡୁନାହିଁ ଏବେ ବର୍ତ୍ତମାନ କଳି ଯୁଗରେ। ପଲକ ଯୋଉ ଆଖି କି ମାରିଥିଲେ, ସେଇ ଆଖି ସେ ତରାଟ ଭଳିଆ ଚାହିଁଛନ୍ତି। ସେଇଠି ମହାପୁରୁଷ କହିଲେ, ସନ୍ତ କବି ଭୀମ ଭୋଇ କହିଲେ, ଉରୁମ ଧୁରୁମ ଜ୍ୟୋତି ଜଳା କେହି ନଥିଲେ, ଅରୂପାନନ୍ଦଙ୍କର ସ୍ୱାମୀ ଆଜ୍ଞାରେ ହେଲେ। କୋଉଠୁ ହେଲେ? କହିଲେ ଠୁଳ ଶୂନ୍ୟରୁ ଜନମ ହେଲା ଦିଗ ଆକାଶରୁ ଜନ୍ମିଲା ପବନ ଚାଷ। ଚାଷରୁ ଜନମ ହେଲା ଅଗ୍ନି ଚାଷ। ଟିକେ ପରେ ଆପଣଙ୍କୁ ବୁଝଉଥିଲେ, କଳା ଡୋଳା, ଧଳା ଡୋଳା, ନାଲି ଡୋଳା, ଇଏ ସବୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା। ସନ୍ତ କବି ମାତୃଗର୍ଭରେ ସବୁ ଯାକ ଲେଖି ଛାଡ଼ି ଦେଇ ଯାଇଛନ୍ତି। ସେଇ ଜଗନ୍ନାଥ ସତ, ଶାନ୍ତି, ଦୟା, କ୍ଷମା। ମା ମାନେ ଭାଗବତରେ ଲେଖା ହେଇଛି, ଆପଣ ସତ୍ୟ ପାଳନ କରିବେ, ସତ କଥା କହିବେ, ମିଛ କହିବେନି। ସ୍ୱାମୀ କି କହିବେ ସତ୍ୟ କଥା ଯାହା କରୁଥିବେ। ଆଉ ଇଏ ମୋବାଇଲରେ ପଢିବେନି। ଥେବେ ଯାଇ କଟକରେ, ମୁଁ ଅଛି ଭୁବନେଶ୍ୱରରେ।
ନାଇଁ ସେ କଟକରେ ସାଡେ ଆକ୍ସିଡେଣ୍ଟ ହେଇକିରି ପଡିଥିବେ ଆମେ ଭୁବନେଶ୍ୱରରେ ଖୋଜୁଛ ଇଏ କେମିତିଆ କଥା ଇଏ ବାବୁଲାର ଦେଖିଲ হ্যাঁ ଯୋଉ ଜାଗାରେ ଥିବା ସେଇ କଥା କହିବା ସତ କଥା କହିବା ভীম ভাই সেই কথাটি কইলে আরে সত্যরে মরিবি সত্যরে তরিবি সত্যরে মরিবি সত্যরে তরিবি এই আজ্ঞান বাবুরে এই ভীমহীন পামর জ্ঞান শব্দটা ভালো কি পড়ল সত্যরে মরিবি সত্যরে তরিবি তাকে ଟିକେ ଆଉ ଥରେ ପରିବର୍ତ୍ତନ সত্যরে মরিবি সত্যরে তরিবি এই আজ্ঞা মতে হেউ বলে ভীমহীন এ ভীম ভাই এ মতে কাଳେ কাଳେ দোষ রহু ଆଉ ହଁ ତେଣୁ କାଳ କାଳକୁ ଯୋଉ ଯଶଟା ତେଣୁ ଆଉ ଥରେ ଭୀମ ଭାଇ ଶୁଣ। ତାକୁ ଦେଖି ଯାଇଛନ୍ତି। ଆଉ ଥରେ ପୁସ୍ତକ ଦେଖି ତାକୁ ଅବଲୋକନ କର ସତ୍ୟରେ ମରିବି ସତ୍ୟରେ ତରିବି ଏହି ଆଜ୍ଞା ମତେ ହେଉ କହେ ଭୀମ ଭୋଇ ଏମର୍ତ୍ତ ମଣ୍ଡଳେ ଯଶ ଅପଯଶ ଥାଉ ଏକା ଅର୍ଥ ଏକା ଅର୍ଥ କେମିତିଆ? ଏକା ଅର୍ଥ ନୁହଁ କଣ ସେବା କାଳେ କାଳେ ଦୋଷ ରହୁ ଆଉ ଅପଯଶ ରହୁ ଏକା ଅର୍ଥ ନୁହଁ ଏକା ଅର୍ଥ ତମେ ଗୋଟେ ପଢିଛ ଛପା ଅକ୍ଷରରେ ଆମେ ପଢିଛୁ ତାଳ ପତ୍ର ପଛୁ ସମାନ ହେଇଯିବ ହଁ କରଣୀ ଅକ୍ଷର ଏଟା ସବୁ କରଣୀ ଅକ୍ଷର ଲେଖା ହେଇଛି କନ୍ଧ କନ୍ଧ ଲେଖିଛନ୍ତି କନ୍ଧ ଓଡ଼ିଆ ଭାଷାକୁ ଟିକେ ସଂଶୋଧନ କରି ପଢ ତେଣୁ ସେଇଠି ସନ୍ତ କବି ଭୀମ ଭାଇ କହିଲେ ଏଇ ସତ୍ୟରେ ମରିବ ସତ୍ୟରେ ତରିବ ତେଣୁ ଆଜ୍ଞା ଆଗରୁ ଅଛି ତେଣୁ ଯୋଉ ସନ୍ତ କବି ଭୀମ ଭାଇ ଯାହାକୁ ମହିମା ସ୍ୱାମୀକୁ ଶ୍ରେଷ୍ଠ ହଉଛି ମହିମା ସ୍ୱାମୀ ମା ମାନେ ମହିମା ଅର୍ଥ କଣ ମହିମାକୁ କାହାକୁ ଡାକିବା ଆପଣଙ୍କର ମହିମା 5 ଜଣଙ୍କର ମହିମା ପ୍ରଭୁଙ୍କର ମହିମା ସମସ୍ତଙ୍କର ମହିମା ନେଇ ତେଣୁ ମହିମା ସ୍ୱାମୀ ବୋଲି ତାକୁ ପ୍ରମାଣିତ କରିଛନ୍ତି ତେଣୁ ସନ୍ତ ଆଉ ଗୋଟିଏ ଗୋରେଖ ଦାସ ଗୋଟିଏ କଥା କହିଛନ୍ତି କିଏ ଲେଖିଛନ୍ତି କହିଲେ ଇଏ ନୁହଁ କିଛି ସବୁ ମାୟାର ସଂସାର କଣ କହିଲେ କହିଲେ ଠୁଳ ଶୂନ୍ୟ ନାହିଁ ଯାର ଓ ନାମରେ ଜ୍ୟୋତି ଠୁଳ ଶୂନ୍ୟ ନାହିଁ ଯାର ଓ ନାମରେ ଜ୍ୟୋତି ପାଦ ପାଣି ନାହିଁ ଯାର ଓ ନାମରେ ସ୍ଥିତି ଦେହ ନାହିଁ ଓ ଦେହରେ କରିଅଛି ବାସ ଅଜପା ଓ ପରମାବଣ ଅଭ୍ୟାସ ବଦୃଶ୍ୟ ଅଜପା ଓ ପରମାବଣ ଅଭ୍ୟାସ ବଦୃଶ୍ୟ বাবুলি বাবু তোমার সব চালিবা গোটা অভ্যাস হয়ে যাইছে কহিবা গোটা অভ্যাস হয়ে যাইছে নাই বসিবা গোটা অভ্যাস হয়ে যাইছে তেণু সেই জিনিস কাছে মহাপুরুষ মানে কইলে সে ব্রহ্মরে নাহান্তি সে জ্ঞানরে নাহান্তি মু পুরা কালি দেখিছি শুনিছি কোন শুনিছি সে কোন পুরী তরকারি কথা কৌଥିଲେ মু দেখিছি জগন্নাথ আসিলে গুপচুপ খাইয়া গুপচুপ
ଆମ ଘରକୁ ଜଗନ୍ନାଥ ଆସିଥିଲେ ଗୁପଚୁପ ଖାଇବାକୁ। ଗୁପଚୁପ ଖାଇବା ଜାଣିଛ କେମିତି ମୁଁ ଯଦି କହିବି ଜଗନ୍ନାଥ ଆସିଥିଲେ ବୋଲି ଗୁପଚୁପ ଖାଇବାକୁ, ଗୁପଚୁପ ଖାଇବା ତମେ ବିଶ୍ୱାସ କରିବ କି? ମା ମାନେ ବିଶ୍ୱାସ କରିବ କି ନାହିଁ? ଆଁ? ଆମ ଘରକୁ ମା ମାନେ ଅଛନ୍ତି ଠିକ କଥା। ଏ ଜଗନ୍ନାଥ ଯଦି ଗୁପଚୁପ ଖାଇବାକୁ ଆସିଥିଲେ କେମିତି ଆମେ ଜାଣିବା? କେମିତି ଜାଣିବା? ନାଁଟା ହଉଛି ଗୁପତରେ ଆସନ୍ତି। ଗୁପତରେ ଆସନ୍ତି ନା ଚୁପଚାରେ ଯାଆନ୍ତି? ନାଇଁ କଣ ତା ତତ୍ତ୍ୱ ଦେଖନ୍ତୁ କେମିତି ହେଇଛି। ଆଚ୍ଛା ଆଚ୍ଛା ଗୁପତରେ ପ୍ରଭୁ ଆସନ୍ତି, ଆସନ୍ତି ଚୁପରେ ଚାଲି ଯାଆନ୍ତି। ତା ନାଁ ହେଲା ଗୁପଚୁପ। ଲୁଚିକି ପଳାନ୍ତି। କଣ ଠିକ ନା ଭୁଲ? ପ୍ରଭୁ ଯେଉଁ ଠାକୁରକୁ ଯିଏ ଡାକୁଛି ସେ ଗୁପତରେ ଆସନ୍ତି, ନାଇଁ ଚୁପକିରି ଚାଲି ଯାଆନ୍ତି। ଚୁପକିରି ଖାଇ ପଳାନ୍ତି। ନାଇଁ ତା ନାଁ ହେଲା ଗୁପଚୁପ। ଆମ ଘରେ ଖାଇଛନ୍ତି, ମୁଁ ଜାଣିଛି। ନାଇଁ ଆଉ ସେ ତ ବାବୁଲି ଆଉ ଜାଣିନାହାନ୍ତି, ଆଉ ସେ କରିବେ କଣ? ସେଇଥି ସକାଶେ ମହାପୁରୁଷ କହିଲେ ଠୁଳ ଶୂନ୍ୟରେ ସେ ନାହାନ୍ତି। ଆପଣଙ୍କର ଶରୀରଟା ହଉଛି ଠୁଳ ଶୂନ୍ୟ। କାହାକୁ କହନ୍ତି? ଇଏ ତାଳୁଟା ହଉଛି ଠୁଳ ଶୂନ୍ୟ। ଠୁଳ ଶୂନ୍ୟରେ ନାହିଁ, ଅନାମରେ ଜ୍ୟୋତି। ତମକୁ ପଚରା ଯିବ ତମେ କୋଉଠୁ ଆଇଲ? ନା ଅନାମ ମଣ୍ଡଳରୁ ଆଇଲୁ। ନାଇଁ କିଏ କହୁଛି ନାଇଁ ମୁଁ ଶୂନ୍ୟ ମଣ୍ଡଳରୁ ଆଇଲି। ନାଇଁ ବାପା ହଉଛି ଶ୍ରେଷ୍ଠ ନା ମା ଶ୍ରେଷ୍ଠ ନା ବାପା ଶ୍ରେଷ୍ଠ? ଆପଣ ମାନେ ବୁଝନ୍ତୁ। ତତ୍ତ୍ୱ ତାର କହିଲେ ମା ରହିଲେ ବାମ ପଟେ, ବାପା ରହିଲେ ଡାହାଣ ପଟେ। ମା ରହିଲେ ଅନ୍ଧାରେ, ବାପା ରହିଲେ ଆଲୋକରେ। ତାହେଲେ ଆମେ ଜାଣିବା କେମିତି? ବାପା ହେଲେ ଏକାକ୍ଷର, ବାପା ହେଲେ ମୁଁ କହିଲି ଏକାକ୍ଷର, ତମେ ଧରିବେ ଜୟକା ବୈଛନ୍ତି ଧରିବେ। ଆରେ ବାପା ହଉଛି ଅଣାକାର, ଅଣାକାର ହେଲେ ବାପା, ଏକାକ୍ଷର ହେଲା ମା। ନାଇଁ ତାହେଲେ ବାପା ରହିଲେ କୋଉଠି? ଡାହାଣ ପଟେ ସୂର୍ଯ୍ୟାୟନରେ। ମା ରହିଲେ କିଏ? ଡାହାଣ ପଟେ ବାଁ ପଟେ। ସନ୍ତ କବି ଭୀମ ଭାଇ ଯେତେବେଳେ ରୂପକୁ ବର୍ଣ୍ଣନା କଲେ ଆଗ ମା ନା ଆଗ ବାପା? ଆଗ ମା। ମା ଆଗ। ମୋ ମା ମାନେ ବିଚାର କରନ୍ତୁ, ଆପଣ ମାନେ ପଢୁଛନ୍ତି। ତାହେଲେ ମା ଯଦି ଆଗ, ବାବୁଲି ବାବୁ କଥାରେ ଯିବା, ମା କୋଉଠୁ ଆଇଲା? ଆଜ୍ଞା ବାପା ଯଦି ନଥିବ ମା କୋଉଠୁ ଆସିବ? ମୋ ମା ଠିକ ଧରିଛନ୍ତି କଥାଟି। ତତ୍ତ୍ୱ ତାର କେମିତି ଲେଖିଛନ୍ତି ମହାପୁରୁଷ ମାନେ। ସେ କହିଲେ ଉରୁମ, ରୂପ, ଅରୂପ। ରୂପ ହେଲା କିଏ? ଇଏ କହୁଥିଲେ ମା କୁ ସେବିଲେ ବାପାକୁ ପାଇ, ତେବେ ଯାଇ ପୁତ୍ର ଅଚାମ୍ବର ହୋଇ। ତାହେଲେ ପ୍ରକୃତ ଯଦି ଆମେ ମା କୁ ଚିହ୍ନିବା, ମା ହେଲା ଏକାକ୍ଷର ରୂପ, ନାଇଁ ବାପା ହେଲା ଅରୂପ ଡାହାଣ ପଟେ। ତାହେଲେ ଭୀମ ଭାଇ କଣ କହିଲେ? କହିଲେ ରୂପ ଅରୂପ ବ୍ରହ୍ମକୁ ଧରି। ବ୍ରହ୍ମ ଆଗ ନା ବିନ୍ଦୁ ଆଗ ନା ବୀର୍ଯ୍ୟ ଆଗ ନା କନ୍ଦର୍ପ ଆଗ? କିଏ ଆଗ? ବାପା ହଉଛି ଆଗ। ବାପା କିଏ? ସୋମ ବ୍ରହ୍ମ। ନାଇଁ ବ୍ରହ୍ମରୁ ବିନ୍ଦୁ ଆସିଲା। କେମିତି ଆସିଲା? এইটি সন্ত কবি ভীম ভাই কহিলে বাপা মা যদি আগ হেলা তাহলে বাপা কোউটি ছিলে মা কোউটি ছিলে মা যদি হেলা রূপ বাপা হেলা অরূপ ভীম ভাই কহিলে রূপ অরূপ নাম ব্রহ্মকু ধরি তাহলে ব্রহ্ম ছিলা কোউটি কোউটি ছিলা ব্রহ্ম শূন্য মন্ডলরে থিলা তাহলে বাপ্পার কোଳରେ থিলা মা না মার কোଳରେ থিলা বাপ্পা বাবা আগ থিলা বাপ্পা বাবা কিমিতি এলা ব্রহ্ম ব্রহ্ম দিহরু আগ মা জন্মিলা নাই ব্রহ্মটা দুই ভাগরে বিভক্ত হলা
গোটা হেলা চন্দ্রায়ণ, গোটা হেলা সূর্যায়ণ, গোটিয়ে হেলা মা, গোটিয়ে হেলা বাপ। তাহলে আসিলা কেমিতি সন্ত কবি লেখিদেলে কোন কইলে রূপ অরূপ নাম ব্রহ্মকু ধরি। তাহলে যে ব্রহ্মটা ছিল গৌরী কইলে মহাশূন্য পূর্ণ ব্রহ্ম করতা পুরুষ রূপ রেখ বর্ণ দশবন্ত দাস গোটিয়ে প্রমাণ দেলে কইলে ঠুল শূন্য নাহি যার ও নামরে জ্যোতি, পাদ পানি নাই যার ও নামরে তিতি, বাপা নাহি না মা নাহি হেলা কেমিতি অন্তিরে তো সন্ধি নাই পুরো পশিলা কেমিতি। বাবুলি বাবু আসিলে কহিবে এ মা মানে অন্তিরে তো সন্ধি নাই পুরো পশিলা কেমিতি। আপন মানে গোলে গোলে চুনাকু দଳି ଦଳି କରି ଗୋଟିଏ ଗୋଲ ଗୋଲ କରି ତା ଦିହରେ ପୁର ଦେଇଛନ୍ତି, ଦେଇନାହାନ୍ତି ମା ମାନେ ନାଇଁ ମୁଗ ଗୁଡ଼ ନଡ଼ିଆ ମିଶାଇ ତା ଦିହରେ ଦେଇଦେଲେ, ଦେଇ ଦେଇ ତାକୁ ବୁଝିଦେଲେ ନାଇଁ କଣ କଲେ ତାକୁ ବୁଝିଦେଲେ, ବୁଝିଦେଲା ତାକୁ ଆଉ ଥରେ ଅଥାରରେ ବସାଇଦେଲେ। তত্ত্বটা কেমিতি লেখিଛନ୍ତି দেখন্তু মহাপুরুষ মান আমি মহাপুরুষକୁ যদি কাটিদেবা তার তত্ত্ব কোন জানিবা। তেণু যেতবে অথর ধিরে বসাই দেলে সে যাহা সবু গোল গাল হয়ে গলা, কিছু তার বাট নাই। যেতবে বাপা আসিলে নাই পিলা মানে যেতবে আসিলে পুরো খাইয়াকু দেখিলে সে পুরো তো পুরা প্লেন হয়ে যাচ্ছে, তার তো বাট নাই। মা কু পচারে মা সে পুরোটা যে তৈরি করিছ তার তো অন্দিরে তো সন্ধি নাই পুরো পশিলা কেমিতি। ছাড়িবি আজ নাই মা যেতবে পুরোটাকু গোলাই করে ওঠারে বসাই ছাড়ি দেলে পিলামানে খাইলে বুলি বুলি আসি। মা পচার পিলামানে পচারিলে মা ইয়ার মন্দিরে তো সন্ধি নাই পুরো বইছে কেমিতি। মা সেইটি কহিলা রে বাপ্পা আসিতলা কে মু জানিনি কেমিতি পুরো পশিলা। এই সে সন্ত কবি ভীমভোই তাকু লেখিলে মা পচারিলে কইলে রূপ অরূপ নাম ব্রহ্মকু ধরি। সে ব্রহ্ম ଥିଲା গোল গোলাকার, সে আসিকি মাতার গর্ভু ষড়চক্র ভেদিকি পশিলা মার গর্ভরে। যেতবে পশিলা সে কোন কলা সে ব্রহ্ম ଥିଲା মহাশূন্যরে। আউ গোটিয়ে কথা মু আপন মানুষ কହୁছি সন্ত কবি সিনা লেখিলে রূপ রূপ নাম ব্রহ্মকু ধরি, ব্রহ্ম ଥିଲା মহাশূন্য। হ্যাঁ যদি ଥିଲା সে আসিলা কেমি তাকু আইলা কি আইলা না বাপা আইলা বাপার উপরে আইলে বাপার উপরে কেমিতি আসিলে সেইটি প্রমাণিত হেলা কইলে মহাশূন্য পূর্ণ ব্রহ্ম করতা পুরুষ। সন্ত কবি ভীমভোই চিনেই দৌছন্তি কইলে অপনা উণাক্ষর দুর্গম হে রাজা